ଗୁଆ ଦିଆ ଲାଗିବା ପାଇଁ ଏଥିରେ ଗୋଟେ ବଢିଆ ମସଲାଟେ ପକେଇଛି ସେଥିପାଇଁ କଳା କଳା ଦେଖା ଯାଉଛି ମ। ହଉ ଚାଲ ପିଠା ନେଇକି କୋଣରେ ବସିକି ଖାଇବା। ଆରେ ଏ ପିଠା ଏମିତି କଣ ଲାଗୁଛି? ଏମିତି ପିଠା ମୁଁ କେବେ ଖାଇନି। ମଉସା ମାମୁଁ ଟିକେ ଅଲଗା ସ୍ୱାଦ ଲାଗୁଛି କିନ୍ତୁ ଭଲ ଲାଗୁଛି। ଗୁଡ଼ ଟିକେ ଅଧିକ ହେଇଯାଇଛି ବୋଧେ ଆଉ। ଆରେ ଯାହା କହ ମୋ ଘର ମଣି ହାତ ତିଆରି ପିଠାର ସ୍ୱାଦ ଅଲଗା ଅଲଗା। ଯାହା ହେଲେ ବି ସେ ମୋ ଭାରି ଜାଟି। ଆରେ ହଁ ତ ଆଜି ସତରେ ଟିକେ ଅଲଗା ସ୍ୱାଦ ଲାଗୁଛି। ଆଉ ଖାଇ ହବନି। ପେଟ ଗୋଟେ କେମିତି କେମିତି ଲାଗୁଛି। ମୁଁ ବି ଆଉ ଖାଇବିନି। ମୋତେ ବି କେମିତି ଟିକେ ଅବାଗିଆ ଲାଗୁଛି। ମତେ ବି ଆଉ ଇଚ୍ଛା ହଉନି ଖାଇବାକୁ। ଏବେ ବଳକା ପିଠା କଣ କରିବା? ଏଇ ଦେଖ ସେଠି ଗୋଟେ ଷଣ୍ଢ ଶୋଇଛି। ଚାଲ ତାକୁ ନେଇକି ଦେଇଦବା। ଫୋପାଡ଼ିବା କାହିଁକି? ଜଣଙ୍କ ପେଟକୁ ହେଲେ ଦାନା ହେଇଯିବ। ହଇଓ ପିଇସା ଏଇଠି ନିଅ ପିଠା ଖା। तू अबे है मते कौन भाभी छाड़बी तुम करो मैं गाली नहीं दे सकता। हेलो बोलो अरे पिसा कौन है होगा घुस तो काहे की। अरे अरे ये पागल है लगी। अरे तते आमे खाइबा बदल तू आमु को मारछु। मते कौन खाइबा मिलुनी शेष रे मोरी गोबर पिठा करी मते